শরণাগত দিনাথম পরিত্রাণম পরায়ণে সর্বসাতে হরে দেবী মা শারদে দেবী নমস্তুতি। জয় মা শারଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ଏ ପରିଚୟ ଉପରେ ଜାଣି ରଖନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ଭିଡ଼ିଓକୁ ସେୟାର କରୁଛୁ। ଆଉ ଯଦି ମୋର ଏ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟିଏ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହେବ। ଆସନ୍ତୁ ଗୋଟିଏ ସୁନ୍ଦର କଥାଟିଏ। ପକ୍ଷୀମାନଙ୍କ ଭିତରେ କାଉ ହେଉଛି ଆଜ୍ଞା ଚଣ୍ଡାଳ ଜାତୀୟ ପକ୍ଷୀ। ପଶୁମାନଙ୍କ ଭିତରେ କୁକୁର ହେଉଛି ଚଣ୍ଡାଳ ଜାତୀୟ ପଶୁ। ତୃତୀୟ ହେଲା ଯେଉଁ ମନୁଷ୍ୟ ଦାନ ଦେଇ ଅନ୍ୟମାନଙ୍କ ଆଗରେ ବଡ଼ପଣ ଦେଖାଏ ସେ ମନୁଷ୍ୟମାନଙ୍କୁ ଚଣ୍ଡାଳ କୁହାଯାଏ। ଆଉ ଗୋଟିଏ ଚଣ୍ଡାଳ ତାରି ଉପରେ ଏ ନୀତିବାଣୀ। ଥରେ ଗୋଟିଏ ସାଧୁ ପୁରୀ ବଡ଼ଦାଣ୍ଡରେ ଚାଲି 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 ଆଗକୁ ଯାଉଥାନ୍ତି। ସେଇ ବଡ଼ଦାଣ୍ଡରେ ଜଣେ ଚଣ୍ଡାଳୁଣୀଟିଏ ଝାଡୁ କରୁଥାଏ। ସାଧୁ ଯିବା ବାଟରେ ଚଣ୍ଡାଳୁଣୀର ଛାଇଟା ଆସି ସାଧୁ ଉପରେ ପଡ଼ିଗଲା। ସାଧୁ ସେଇ ଚଣ୍ଡାଳୁଣୀ ଉପରେ ବିରକ୍ତି ଭାବ ହୋଇ ପୁଣି ସମୁଦ୍ରରେ ସ୍ନାନ କରିକି ଫେରିଲେ। କାହିଁକି ନା ଚଣ୍ଡାଳୁଣୀର ଛାଇଟା ପଡ଼ିଗଲା। ସାଧୁ ଚିନ୍ତା କଲେ ମୋ ଦେହଟା ଅଶୁଦ୍ଧି ହେଇଗଲା। ସେଥିପାଇଁ ଯାଇ ସାଧୁଜୀ ସମୁଦ୍ରରେ ସ୍ନାନ କରିକି ଆସିଲେ। ସେଇ ବଡ଼ଦାଣ୍ଡରେ ସାଧୁଜୀ ବାଟ ଚାଲୁଥାନ୍ତି, କିନ୍ତୁ ଚଣ୍ଡାଳୁଣୀଟି ଆଗରେ ଝାଡୁ କରୁଥାଏ। ସେଇ ଚଣ୍ଡାଳୁର ଛାଇଟି ପୁଣି ସାଧୁଙ୍କ ଉପରେ ପଡ଼ିଗଲା। ସାଧୁ ଅତିରିକ୍ତ ବିରକ୍ତି ଭାବ ହୋଇ ପୁଣି ଦେହକୁ ଶୁଦ୍ଧପୂତ କରିବା ପାଇଁ ସମୁଦ୍ରକୁ ଗଲେ ସ୍ନାନ କରିବା ପାଇଁ। ସ୍ନାନ କରି ସାଧୁଜୀ ଆସୁଛନ୍ତି। କିଛି ବାଟରେ ସେଇ ଚଣ୍ଡାଳୁଣୀଟି ଝାଡୁ କରୁଛି। ସାଧୁଜୀ ପ୍ରଭୁଙ୍କର ନାମକୁ ଗାଇ 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 ଆଗକୁ ଚାଲିଥାନ୍ତି। ହଠାତ୍ ଚଣ୍ଡାଳୁଣୀର ଛାଇଟି ପୁଣି ପଡ଼ିଗଲା ସାଧୁଜୀଙ୍କ ଉପରେ। ସାଧୁଜୀ ଅନେକ ବିରକ୍ତି ଭାବ ହୋଇ ସମୁଦ୍ରକୁ ସ୍ନାନ କରିବାକୁ ଗଲେ। ପୁଣି ଶୁଦ୍ଧପୂତ ହୋଇକି ଯେତେବେଳେ ଫେରିଲେ ସେଇ ଚଣ୍ଡାଳୁଣୀଟି ଆଗରେ ଝାଡୁ କରୁଥାଏ ଏବଂ ତା ଛାଇଟି ଆଗରେ ଥାଏ। ସାଧୁଜୀ ଚଣ୍ଡାଳୁଣୀ ଉପରେ ଅନେକ ଜୋରରେ ବିରକ୍ତି ଭାବ ହେଲେ। ସେଠାକାର ଲୋକମାନେ ଯେଉଁମାନେ ଥିଲେ ସମସ୍ତେ ଧାଇଁ ଆସିଲେ ଏବଂ ସମସ୍ତେ ଚିନ୍ତା କଲେ ଏଇ ଚଣ୍ଡାଳୁଣୀ ପ୍ରତି ସାଧୁଜୀ ବୋଧେ କୌଣସି ଅସଦାଚରଣ କରିଥିବାରୁ ପାଟିଟି ହଉଛି, ଝଗଡ଼ା ଚାଲିଛି। କିନ୍ତୁ ସେଇ ଚଣ୍ଡାଳୁଣୀଟି କହିଲା ହେ ଭାଇ ମାନେ, ହଉଛି ଆମ ସ୍ୱାମୀ ସ୍ତ୍ରୀ ଭିତରେ କଳି। ଏଥିରେ ତମର ମୁଣ୍ଡ ପୁରେଇବା କୌଣସି ଆବଶ୍ୟକତା ନାହିଁ। ସାଧୁଜୀ କହିଲେ ଭାଇ ମିଛ କଥା କହୁଛି। ମୁଁ ଜଣେ ସାଧୁ, ଜଣେ ଚଣ୍ଡାଳୁଣୀଟିଏ। ମୁଁ କିଭଳି ଭାବରେ ତାର ସ୍ୱାମୀ ହେଇପାରିବି? ସେଇଠି
ଚଣ୍ଡାଳୁଣୀ ଜଣକ ହସିଦେଲା, କହିଲା ଭାଇ ଇଏ ହଉଛନ୍ତି ମୋ ସ୍ୱାମୀ। କିଭଳି ନା ଆପଣମାନଙ୍କ ଆଗରେ ଇଏ ପରିପ୍ରକାଶ କରୁଛି ଶୁଣନ୍ତୁ। କୌଣସି ସାଧୁ ଯଦି ଇଏ କ୍ରୋଧ ଭାବ କରେ ସେ ସାଧୁଙ୍କୁ ଇଏ ଚଣ୍ଡାଳ କୁହାଯାଏ। କହିଲେ ହେ ଭାଇ ମାନେ ଇଏ ସାଧୁଜୀ 3 ଥର ମୋ ଉପରେ ଇଏ କ୍ରୋଧାନ୍ୱିତ ହୋଇ ସମୁଦ୍ରରେ ସ୍ନାନ କରିକି ଆସୁଛନ୍ତି ଏବଂ 4 ଥର ବେଳକୁ ମୋ ସହିତ ଅନେକ ପାଟିତୁଣ୍ଡ ଝଗଡ଼ା ମଧ୍ୟ ଏହି ବଡ଼ଦାଣ୍ଡରେ ସେଇ କେବଳ ଆରମ୍ଭ କରିଛନ୍ତି। ତେଣୁ ଆପଣମାନେ କୁହନ୍ତୁ ଇଏ ଚଣ୍ଡାଳ, ଇଏ ସାଧୁ ଜଣକ ଇଏ ଚଣ୍ଡାଳ ନା ନାହିଁ? ସମସ୍ତେ ହସିଲେ ଏବଂ ସାଧୁଜୀ ନିଜର ଭୁଲକୁ ବୁଝିପାରି ସେଇଠି ଯାଇ ଚଣ୍ଡାଳୁଣୀକି କହିଲେ ମା ତୁ ମୋ ଆଜି ଆଖି ଖୋଲିଦେଲୁ, ତୁ ମୋ ଆଖି ଖୋଲିଦେଲୁ ଆଜି, ଆଉ ତୁ ଆଜିଠାରୁ ମୋର ଗୁରୁ ହେଇଗଲୁ। ତେଣୁ ଆଜିକାର ନୀତିବାଣୀରେ ଆପଣମାନେ ଏଇ ଶିକ୍ଷା ଲାଭ କରିଥାନ୍ତୁ, କୌଣସି ସାଧୁ ବା ମହାପୁରୁଷ ସେମାନେ ଯଦି ଇଏ କ୍ରୋଧାନ୍ୱିତ ହୁଅନ୍ତି ସେମାନଙ୍କ ସାଧୁତା ଆଚରଣ ରୁହେନି ଏବଂ ତାଙ୍କୁ ସାଧୁ ବୋଲି କେହି ଇଏ କହିବେନି। କହିଲେ ସାଧୁ ଯେ ଦୟାଳୁ ଅଟନ୍ତି, କାହାରି ଦ୍ରୋହ ନ କରନ୍ତି, ସାଧୁ ଯେ ମଳୟ ପବନ କାଷ୍ଟକୁ କରନ୍ତି ଚନ୍ଦନ। ସାଧୁଙ୍କର ଦୟାଭାବ ଥାଏ ଏବଂ ଯୋଉ ସାଧୁ 32 ପ୍ରକାରର ଗୁଣ ତାଙ୍କ ପାଖରେ ଥାଏ ସେମାନଙ୍କୁ ଇଏ ସାଧୁ କୁହନ୍ତି। କିନ୍ତୁ ଇଏ କ୍ରୋଧାନ୍ୱିତ ଯେଉଁ ସାଧୁମାନେ ହେଇଯାଆନ୍ତି ସେମାନଙ୍କୁ ଚଣ୍ଡାଳ ଜାତୀୟ ସାଧୁ କୁହନ୍ତି। ଏଇ ଥିଲା ମୋର ନୀତିବାଣୀର ଇଏ ନିର୍ଯାସ କଥା। ଆଜିକାର ଅନୁଚିନ୍ତା ଘର ଆଗରେ ଯଦି ଗାଈଟିଏ ଆପଣଙ୍କ ଘରକୁ ଚାହିଁକି ଠିଆ ହେଇଥିବ ଜାଣିବେ ଆପଣଙ୍କର ଶୁଭଦାୟକ। ଘର ଆଗରେ ଯଦି ଗାଈଟିଏ ମୁହଁ କରିକି ଠିଆ ହେଇଥିବ ଜାଣିବେ ହେଉଛି ଶୁଭଦାୟକ। ଏଇ ଥିଲା ମୋର ନୀତିବାଣୀ ଅନୁଚିନ୍ତାର ଇଏ ନିର୍ଯାସ କଥା। ଏଇଠି ମୋ ନୀତିବାଣୀ ଅନୁଚିନ୍ତାକୁ ପରିସମାପ୍ତ କରୁଛି। ଇଏ ପ୍ରଣାମ, ଜୟ ଜଗନ୍ନାଥ।